क्षुधा ଓ ତୃଷା ହେବା ଏକ ସ୍ୱାସ୍ଥ୍ୟବାନ ଲୋକଙ୍କର ଲକ୍ଷଣ ଅଟେ। ଆପଣ କ'ଣ ସ୍ୱାସ୍ଥ୍ୟବାନ କି? ଯୀଶୁ କହିଲେ, ଧାର୍ମିକତା ନିମନ୍ତେ ଯେଉଁମାନେ କ୍ଷୁଧିତ ଓ ତୃଷିତ ସେମାନେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ପୌଲ କହିଲେ, ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟର ହୃଦୟରେ ବିଶ୍ୱାସ ଓ ପରିତ୍ରାଣ ନିମନ୍ତେ ମୁଖରେ ସ୍ୱୀକାର କରିବାକୁ ପଡ଼ିବ। କାହାକୁ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ। ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ଷୁଧା ଏବଂ ତୃଷା ଭାବରେ ଅପେକ୍ଷା କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଶ୍ଚୟ ପରିତୃପ୍ତ କରନ୍ତି। ମୋର ବନ୍ଧୁ, ଆପଣ କ'ଣ କ୍ଷୁଧିତ ଓ ତୃଷିତ କି? ଯଦି ହେଉନାହାନ୍ତି, ତାହେଲେ ଆପଣଙ୍କର ସ୍ୱାସ୍ଥ୍ୟ ସତରେ ରୋଗରେ ଅଛି, ବା ଆପଣ ରୋଗରେ ଜୀବନ କାଟୁଅଛନ୍ତି। ମୁଁ ଶାରୀରିକ ଭାବରେ କଥା କହୁନାହିଁ, ଆତ୍ମିକ ଭାବରେ କହୁଅଛି। ଆପଣମାନେ ଧ୍ୟାନ ରଖନ୍ତୁ। ଧାର୍ମିକତା ନିମନ୍ତେ ଯେଉଁମାନେ କ୍ଷୁଧିତ ଓ ତୃଷିତ ହୁଅନ୍ତି, ସେମାନେ ନିଶ୍ଚିନ୍ତ ଭାବରେ ପରିତୃପ୍ତ ହେବେ। ଯୀଶୁ ମିଥ୍ୟା କହିନାହାନ୍ତି। ଆଉ ଆପଣମାନେ ସମସ୍ତେ ନିଜ ନିଜକୁ ସମୀକ୍ଷା କରି ଦେଖନ୍ତୁ। ଆତ୍ମିକ ଜୀବନରେ କି ଆପଣ ସ୍ୱାସ୍ଥ୍ୟବାନ ଅଟନ୍ତି, ବା ଆପଣ ଏକ ରୋଗୀ ଅଟନ୍ତି। ଆମେନ୍।